ଶ୍ରୀକୃଷ୍ଣ ସତରେ କଣ ଶ୍ରୀକୃଷ୍ଣ ଗଦପାଦ ଧରିଥିଲେ। ମହାରାଜା ଯୁଧିଷ୍ଠିର ଅଶ୍ୱମେଧ ଯଜ୍ଞର ଆୟୋଜନ କରିଥିଲେ, ଯେଉଁ ଯଜ୍ଞରେ ହାରାହାରି 1,00,000 ରାଜାଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଜ୍ଞାତ ଥିଲା ଯେ ଜରାସଣ୍ଡ ଏକ ରାକ୍ଷସ କିଛି ରାଜାଙ୍କୁ ବନ୍ଦୀ କରି ରଖିଛି। ଶ୍ରୀକୃଷ୍ଣ ରାଜାମାନଙ୍କୁ ମୁକ୍ତ କରିବା ପାଇଁ ମନସ୍ଥ କଲେ, କିନ୍ତୁ ଜରାସଣ୍ଡ ମୃତ ଭୀମ ହାତରେ ସମ୍ଭବ ଥିଲା। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଧରି ଛଦ୍ମବେଶରେ ଗମନ କଲେ। ଜରାସଣ୍ଡର ଦ୍ୱାରପାଳ ଥିଲା ଏକ ଗଧ, ଯେ ଶତ୍ରୁର ଆଗମନ ଜାଣିପାରେ ଉଚ୍ଚ ସ୍ୱରରେ ରାବ କରି ସମସ୍ତଙ୍କୁ ସତର୍କ କରେଇ ଦିଏ। ଠିକ୍ ଏହି ସମୟରେ ଶ୍ରୀକୃଷ୍ଣ ତାଙ୍କ ପାଞ୍ଚଜନ୍ୟ ଶଙ୍ଖ ବାମ ହାତରେ ଧରି ଗଧ ପାଟିରେ ଭର୍ତ୍ତି କରିଦେଲେ। ଡାହାଣ ହାତରେ ତାର ଗୋଡ଼କୁ ଧରି ପକେଇଲେ। ବନ୍ଧୁମାନେ ଦେଖନ୍ତୁ, ଭଗବାନ ଶ୍ରୀକୃଷ୍ଣ ଏତେ ମହାନ ହୋଇ ଗଧ ପାଦ ଧରିବାକୁ ପଡ଼ିଥିଲା। ରାମ ନାମ ସତ୍ୟ ହେ।